प्रत्येक वर्ष ग्रीष्म प्रवाह जोगु तापमात्रा वृद्धि पाई विभिन्न जंगल में निआं लगी निरीह जीवजंतु मानकर मृत्यु घटुथिबार देखिବାକୁ मिली। ए वर्ष मध्य ठीक समान परिस्थिति घटी। मयूरभंज जिला शिमिळपाल अभयारण्य रे लागिछि निआं। आ गोटी कि दुईटी स्थान नुहे समुदाय 13टी पॉइंट रे लागिछि निआं। आ निआं को आयत्त करिया पई वन विभाग कर्मचारी माने चेष्टा करुथिले सत्वे ताहा विफल होइछि। निआं को आयत्त करि पारि नाहंती। देखନ୍ତୁ गत वर्ष अपेक्षा ए वर्ष निआं जेतिकी मात्रा लागିବା କଥା सेतिकी मात्राରେ ଆମେ ତାକୁ କଣ୍ଟ୍ରୋଲ କରିବାରେ ସକ୍ଷମ ହେଇଛୁ। ଏହା ପଛରେ ଆମର ଷ୍ଟାଫ୍ ମାନେ ବହୁତ ପରିଶ୍ରମ କରିଛନ୍ତି, ଆୱାରନେସ୍ କରିଛନ୍ତି, ଫାୟାର ଲାଇନ୍ କରିଛନ୍ତି, ଆଉ ପେଟ୍ରୋଲିଂ ରେଗୁଲାରଲି ଆମର କରୁଛନ୍ତି। ଯେଉଁ ଜାଗାରେ ନିଆଁ ଲାଗିବାର ସମ୍ଭାବନା ବେଶୀ ଥିଲା ସେ ଜାଗାରେ ଆମର ଅଧିକା ଷ୍ଟାଫ୍ ମାନେ ନିୟୋଜିତ ଅଛନ୍ତି, ସ୍କ୍ୱାଡ୍ ମାନେ ବି ନିୟୋଜିତ ଅଛନ୍ତି। ବ୍ଲୋअर ମେସିନ୍ ହଉ କି ଆମର ଫ୍ୟୁଏଲ୍ ହଉ ସବୁ ଜାଗାରେ ସଫିସିଏଣ୍ଟ ଷ୍ଟକ୍ରେ ଆମେ ରଖିଛୁ। ଆଉ କେଉଁ ଜାଗାରେ ଯଦି ନିଆଁ ଲାଗି ଯାଉଛି ତାହେଲେ ଇମିଡ଼ିଏଟଲି ଯାଇକି ସେ ଜାଗାକୁ ପହଞ୍ଚିକି ନିଆଁ ଲିଭଉଛୁ। ଆଉ ଯେହେତୁ ଆପଣମାନେ ଜାଣିପାରୁଥିବେ ଏବେ ଟେମ୍ପରେଚର ଟିକେ ଅଧିକା ବଢ଼ିଯାଉଛି, ତ ଯେତେ ଅଧିକା ଟେମ୍ପରେଚର ବଢ଼ିବ ନିଆଁ ଲାଗିବାର ସମ୍ଭାବନା ସେତେ ଅଧିକା। ତ ସେଥିପାଇଁ ଆମେ ଆହୁରି ପ୍ରିକସନ୍ ନେଉଛୁ। ଆଉ ପର୍ସନାଲ୍ ସେଫ୍ଟି ପାଇଁ ବି ମଧ୍ୟ ଆମେ ORS ମେଡ଼ିସିନ୍ ଡ୍ରାଏ ରାସନ୍ ସବୁ ଯୋଗାଇ ଦେଉଛୁ। ସଫିସିଏଣ୍ଟ ପାଣି ସ୍କ୍ୱାଡ୍ ମାନଙ୍କୁ ବି ଦେଉଛୁ। ସେମାନଙ୍କୁ ବି ଆମେ ସଚେତନ କରାଉଛୁ ଯେ ନିଜର ସେଫ୍ଟିକୁ ଦୃଷ୍ଟିରେ ରଖିକି ନିଆଁ ଲିଭେଇବେ। ଆଉ ଯେହେତୁ ଟେମ୍ପରେଚର ଏବେ ବଢ଼ୁଛି ତ ଆମେ ଆଶା କରୁଛୁ ମାନେ ନିଆଁ ଲାଗିବ କିନ୍ତୁ ଆମେ ତାକୁ କଣ୍ଟ୍ରୋଲରେ ରଖିବୁ। ଆଉ ଅଧିକ ମାତ୍ରାରେ ଯେମିତି ନିଆଁ ନ ଲାଗିବ ତା ମଧ୍ୟ ଆମେ ଚେଷ୍ଟା କରୁଛୁ। ଏବେ ବି ମଧ୍ୟ ଆମର ଆୱାରନେସ୍ ପ୍ରୋଗ୍ରାମ୍ ବି ଚାଲିଛି। ଗାଁ ଲୋକମାନଙ୍କୁ ବି ଆମେ ବୁଝାଉଛୁ ନିଆଁ ଲଗେଇବେନି। ଇଭେନ୍ EDC ଯେଉଁମାନେ ଅଛନ୍ତି କି SHG ମାନେ ଅଛନ୍ତି ସେମାନଙ୍କୁ ନେଇକି ବି ଆମେ ଆୱାରନେସ୍ ପ୍ରୋଗ୍ରାମ୍ କରୁଛୁ। ତାଙ୍କ ଦ୍ୱାରା ବି ଆମେ ଫାୟାର ଲାଇନ୍ କେମିତି କଟାଯାଏ, କେମିତି ନିଆଁ ଲିଭାଯାଏ ତାଙ୍କୁ ବି ଆମେ ଟ୍ରେନିଂ ଦେଉଛୁ। उत्तर शिमिळपाल रे 8टी पॉइंट एवं दक्षिण शिमिळपाल रे 5टी पॉइंट रे निआं लागिछि। तालबंध एवं डुकुरा रेंज रे अधिक परिमाण रे निआं लागिथिबार देखिବାକୁ मिलिछि। अन्यपटे जंगल बढ़ाओ जीवन बंचाओ नारा देउथुवा सरकार आज एही निरीह वन्य प्राणी मानकर जीवन जाउथिबार देखि नीरव द्रष्टा साजिଛନ୍ତି ବୋଲି ସାଧାରଣ ଚର୍ଚ୍ଚା ଚାଲିଛି।